हिंदू जागरण ପାଇଁ ହେଉଥିବା କାର୍ଯ୍ୟଧାରାକୁ ନୂତନ ଶକ୍ତି ଏବଂ ଚେତନା ପ୍ରଦାନ କରିବା ଉଦ୍ଦେଶ୍ୟରେ ମୁନିଗୁଡ଼ା ପାଇକସାହି ଲକ୍ଷ୍ମୀ ପୂଜା ପଡ଼ିଆଠାରେ ଏକ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଛି। ସମ୍ମିଳନୀ ନେଇ ଗୋବର୍ଦ୍ଧନ ସ୍ଥିତ ହନୁମାନ ମନ୍ଦିରଠାରୁ ସମ୍ମିଳନୀ ସ୍ଥାନ ପର୍ଯ୍ୟନ୍ତ ଏକ କଳସ ଶୋଭାଯାତ୍ରା ଆୟୋଜିତ ହୋଇଛି। ମୀନାଝୁଲା ଆଶ୍ରମର ବାବା ଜନକାନନ୍ଦ ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ହିନ୍ଦୁ ଜାଗରଣ ସମନ୍ୱୟ ପ୍ରମୁଖ ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ହିନ୍ଦୁ ସମ୍ମିଳନୀର ଉଦ୍ଦେଶ୍ୟ ଓ ହିନ୍ଦୁଙ୍କ କର୍ତ୍ତବ୍ୟ ବିଷୟରେ ବୁଝାଇଛନ୍ତି। ଏହି ଅବସରରେ ଭାରତ ହିନ୍ଦୁ ରାଷ୍ଟ୍ର ଘୋଷଣା ପର୍ଯ୍ୟନ୍ତ ସାଧୁ ଚୁପ୍ ବସିବେ ନାହିଁ ବୋଲି କହିଛନ୍ତି ବାବା ଜନକାନନ୍ଦ। ମୁନିଗୁଡ଼ାରେ ମୁଁ ଆମର ହିନ୍ଦୁ ସମାଜକୁ ହିନ୍ଦୁତ୍ୱର ଭାଇ ଭଉଣୀ ମାନଙ୍କୁ ଏ ଗାଁର ଦେବ ଦେବତା ମାନଙ୍କୁ ଏ ମାଟିକୁ ମୁଁ ସମ୍ମାନ ଜଣାଇ କୋଟି ପ୍ରଣାମ କରିବା ସଙ୍ଗେ ସଙ୍ଗେ ଆଜିର ଏହି ପବିତ୍ର ଦିନରେ ବିଶ୍ୱରେ ଯେଉଁ ବାର୍ତ୍ତା ଦିଆଯାଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ତାର କଥା ରଖି ଆଜି ମୁନିଗୁଡ଼ାଠାରେ ଗୋଟେ ବିଶାଳ ହିନ୍ଦୁ ମହାସଭା ଆୟୋଜନ କରାଯାଇଛି। ପବିତ୍ର ହନୁମାନ ମନ୍ଦିର ଠାରୁ ଆମର ଏ ସଭାସ୍ଥଳ ପର୍ଯ୍ୟନ୍ତ ଗୋଟେ ବିରାଟ କଳସ ଯାତ୍ରା ହେଲା। ଏ କଳସ ଯାତ୍ରା ଉଦ୍ଦେଶ୍ୟ ହିନ୍ଦୁର ବାର୍ତ୍ତା ତ ଦେବ, ମାଙ୍କର ସମ୍ମାନ ରଖିବ, ଦେଶର ସମ୍ମାନ ରଖିବ, ଏ ଉଦ୍ଦେଶ୍ୟରେ କଳସ ଯାତ୍ରା। ମୁନିଗୁଡ଼ାରୁ କୌଶଲ ଦୁବେଙ୍କ ରିପୋର୍ଟ, ଉତ୍କଳ ମେଲ୍ ଟିଭି।